ଆଗରୁ ମଗୁସୁର ଗୁରୁବାର ଆସିଲେ ଯେମିତି ମୁଁ ମାନେ କ'ଣ ଭଗବାନଙ୍କ ଠାରୁ ବରଦାନ ପାଏ। ସବୁ ପ୍ରକାର ଅସୁର ମୋ ଭିତରେ ପଶିଯାଆନ୍ତି ଓ ଶକ୍ତିଶାଳୀ ହେଇଯାଏ। ହିରଣ୍ୟକଶ୍ୟପ, ତାରକାସୁର, ମହିଷାସୁର, ତାପରେ ହେଉଛି କଂସ, ବକାସୁର, ସବୁ ପ୍ରକାର ଅସୁର ମୋ ଭିତରେ ପ୍ରବେଶ କରିଯାଆନ୍ତି। ଆଉ ଦୁଷ୍ଟାମିର ଚରମ ସୀମାରେ ମୁଁ ପହଞ୍ଚିଯାଏ। ଯେଉଁ ଜିନିଷ ନ ହେବା କଥା ମୁଁ ସେଇଦିନ ହିଁ କରିଦିଏ। ମୁଁ ଜାଣିଛି ଗୁରୁବାର ଆମ ଘର ଲୋକ ମାରିବେନି, କାରଣ ଲକ୍ଷ୍ମୀ ପୁରାଣ ସେ ପଢ଼ୁଛନ୍ତି। ଯେଉଁ ନାରୀ ଗୁରୁବାର ପିଲାଙ୍କୁ ମାରେ ଲକ୍ଷ୍ମୀ ଛଡ଼ା କ'ଣ ଅଛି ଲକ୍ଷ୍ମୀ ପୁରାଣରେ, ଛୁଅନ୍ତି ନାହିଁ। କିନ୍ତୁ ଶୁକ୍ରବାର ହେଇଗଲେ ଆମ ଘର ଲୋକ ବିଷ୍ଣୁଙ୍କର 10ଟା ଅବତାର ପାଲଟି ଯାଆନ୍ତି। ସେଥିରେ ମୋ ଟ୍ୟୁସନ୍ ସାର୍ ବି ଯୋଗ ଦିଅନ୍ତି। ଟ୍ୟୁସନ୍ ସାର୍ ପୁରା ନୃସିଂହ ଅବତାର ପାଲଟି ଯାଆନ୍ତି। କେବଳ ମୋ ଅନ୍ତବୁଜୁଳା ଚିରିବା ଛାଡ଼ିକି ଆଉ ସବୁ କରନ୍ତି ସେ। ଆଉ ମୋ ଭାଇ ତାର ପାଲଟି ଯାଏ ପରଶୁରାମ, ମୋ ଭଉଣୀ ତାଙ୍କର ମାନେ ବାମନ ଅବତାର, ଗୋଇଠା ପରେ ଗୋଇଠା। ଆଉ ତାପରେ ହେଉଛି ମୋ ଯେଉଁ ବୋଉ ତାର କଳିକି ଅବତାର ପାଲଟି ଯାଏ। ଲୋ ବାପ ମାଟ କୁଆ ଛୁଆ ଉଡ଼େଇ ସେଇଦିନ ଶୁକ୍ରବାର ଦିନ। କିନ୍ତୁ ମୋ ବୋଉ ଠାରୁ ମୁଁ ବଞ୍ଚିଯାଏ, ଆଉ କାଠାରୁ ବଞ୍ଚିପାରେନି। କାରଣ ବୋଉକୁ ଯେତେବେଳେ ମାରିବାକୁ ଯାଉଥିବ ବଡ଼ବାପାଙ୍କୁ ବାର ଛୁଇଁଦେବ, ଦେଢ଼ଶୁରକୁ ଛୁଇଁବାର ନାହିଁ, ବଞ୍ଚିଯାଏ। ବାପା ବାହାରେ ରୁହନ୍ତି। କିନ୍ତୁ ଏଇସବୁ ହୁଏ ଗୁରୁବାର। ମୁଁ ସରକାରଙ୍କୁ ରିକ୍ୱେଷ୍ଟ କରୁଛି ପ୍ରତି ମାସରେ 5-6ଟା ଗୁରୁବାର ଦିଅ, ଏଇଭଳିଆ ଗୁରୁବାର। ନା ଆଉ ଦିଅନି, ଆମେ ବଡ଼ ହେଇଗଲୁଣି, ଆଉ ଦେଇକି କିଛି ଲାଭ ବି ନାହିଁ।